ନବମ ଶ୍ରେଣୀ ପ୍ରଥମ ପାଠ ଆକାର ଓ ଅବସ୍ଥିତି। ଯେନ୍ ଅଛି ଭାରତର ଆକାର ଓ ଅବସ୍ଥିତି ପ୍ରଥମ ପାଠର କିଛି ଜରୁରୀ ଇମ୍ପୋର୍ଟାଣ୍ଟ ଅଛି MCQ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ନିମ୍ନଲିଖିତ ମଧ୍ୟରୁ କେଉଁ ଜଳଭାଗରେ ଅବସ୍ଥିତ? ଭାରତ ମହାସାଗର, ଆରବ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର, କଚ୍ଛ ଉପସାଗର। ଠିକ ଉତ୍ତର ହେଉଛି ଅପସନ୍ ସି, ଦକ୍ଷିଣ ପୂର୍ବ ବଙ୍ଗୋପସାଗର। ଠିକ ଅପସନ୍ ସି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଓ ଲାକ୍ଷାଦ୍ୱୀପକୁ ମିଶାଇ ଭାରତ ମୋଟ ଉପକୂଳ ରେଖା କେତେ କିଲୋମିଟରରୁ ଅଧିକ? 6500, 7000, 7500, 8000। ଠିକ ଉତ୍ତର ହେଉଛି 7500। ଭାରତର ପୂର୍ବ ପଶ୍ଚିମ ବିସ୍ତାର ପ୍ରାୟ କେତେ କିଲୋମିଟର? 2000, 3000, 1500, 2500। ଠିକ ଉତ୍ତର ହେଉଛି ଅପସନ୍ ବି 3000। ସମସ୍ତ ଦ୍ରାଘିମା ରେଖା କେଉଁଠାରେ ମିଳିତ ହୁଅନ୍ତି? କର୍କଟ କ୍ରାନ୍ତି, ମକର କ୍ରାନ୍ତି, ବିଷୁବ ରେଖା, ମେରୁ। ଠିକ ଉତ୍ତର ହେଉଛି ମେରୁ। ମେରୁ ଠାରେ ସମସ୍ତେ ମିଳିତ ହୁଅନ୍ତି। ଭାରତର କେଉଁ ରାଜ୍ୟରେ ପ୍ରଥମ ସୂର୍ଯ୍ୟୋଦୟ ହୁଏ? ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ। ଠିକ ଉତ୍ତର ହେଉଛି ଅରୁଣାଚଳ ପ୍ରଦେଶ। ଅପସନ୍ ଡି। ଭାରତର ମଧ୍ୟ ଦିନ ରେଖା 82 ଡିଗ୍ରୀ 30 ମିନିଟ୍। ଅଛି ଟେକ୍ସଟ ମିନିଟ୍। ପୂର୍ବ ନିମ୍ନଲିଖିତ ମଧ୍ୟରୁ କେଉଁ ସ୍ଥାନ ଦେଇ କଳ୍ପନା କରାଯାଇଛି? ମିର୍ଜାପୁର, ଜବଲପୁର, ଯୋଧପୁର, ଗୋଆଲିୟର। ଠିକ ଉତ୍ତର ହେଉଛି ମିର୍ଜାପୁର। ଅପସନ୍ ଏ। ନିମ୍ନଲିଖିତ ମଧ୍ୟରୁ କେଉଁ ସ୍ଥାନରେ ଦିନ ଓ ରାତି ଅବଧିରେ ତାରତମ୍ୟ ପ୍ରାୟ ଅନୁଭବ ହୁଏ ନାହିଁ? କାଶ୍ମୀର, ଦ୍ୱାରକା, କନ୍ୟାକୁମାରୀ, ମିର୍ଜାପୁର। ଠିକ ଉତ୍ତର ହେଉଛି କନ୍ୟାକୁମାରୀ। ଅପସନ୍ ବି। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ରାଜଧାନୀ ନାମ କ'ଣ? ଡାମନ, ଶ୍ରୀନଗର, ଲେହ, କାଭାର୍ତ୍ତି। ଠିକ ଉତ୍ତର ହେଉଛି ଅପସନ୍ ସି, ଲେହ। କେଉଁ ରାଜ୍ୟଟି ଆନ୍ତର୍ଜାତୀୟ ସୀମାରେଖାକୁ ସ୍ପର୍ଶ କରୁନାହିଁ? ରାଜସ୍ଥାନ, ଗୁଜୁରାଟ, ପଞ୍ଜାବ, ହରିୟାଣା। ଠିକ ଉତ୍ତର ହେଉଛି ଗୁଜୁରାଟ। ଅପସନ୍ ଡି। କେଉଁ ସହର ଦେଇ ଭାରତର ପ୍ରମାଣ ମଧ୍ୟ ଦିନ ରେଖା କଳ୍ପିତ ହୋଇଛି? ଉଦୟପୁର, ଜୟପୁର, ମିର୍ଜାପୁର, ସୁଲତାନପୁର। ଠିକ ଉତ୍ତର ହେଉଛି ମିର୍ଜାପୁର। ଅପସନ୍ ସି। କେଉଁଟି ଆୟତନ ଦୃଷ୍ଟିରୁ ପୃଥିବୀର ବୃହତ୍ତମ ଦେଶ? ବ୍ରାଜିଲ, ଭାରତ, ଚୀନ, ରୁଷିଆ। ଠିକ ଉତ୍ତର ହେଉଛି ରୁଷିଆ ସବୁଠୁ ବହୁତ ବଡ଼ ଦେଶ। ଭାରତର ଉତ୍ତରତମ ସ୍ଥାନ କେଉଁ ପର୍ବତ ଶ୍ରେଣୀରେ ଅବସ୍ଥିତ? ହିମାଳୟ, ପଶ୍ଚିମ ଘାଟ, କାରାକୋରମ, ହିନ୍ଦୁ କୁଶ। ଠିକ ଉତ୍ତର ହେଉଛି ଅପସନ୍ ସି, ହିନ୍ଦୁ କାରାକୋରମ। ଅପସନ୍ ସି। କେଉଁ ରାଜ୍ୟଟି ପାକିସ୍ତାନର ସୀମାକୁ ଲାଗି ନାହିଁ? ଗୁଜରାଟ, ପଞ୍ଜାବ, ହରିୟାଣା, ରାଜସ୍ଥାନ। ଠିକ ଉତ୍ତର ହେଉଛି ହରିୟାଣା। ଅପସନ୍ ସି। ଭାରତର
ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନ କେଉଁ ରାଜ୍ୟରେ ଅବସ୍ଥିତ? କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ। ଠିକ୍ ଉତ୍ତର ହେଉଛି ତାମିଲନାଡୁ, ଅପସନ୍ ବି। କେଉଁ ପଡ଼ୋଶୀ ଦେଶଟି ଉତ୍ତର ଦିଗର ଭାରତ ସୀମାକୁ ସ୍ପର୍ଶ କରିନାହିଁ? ଚୀନ, ମିଆଁମାର, ଭୁଟାନ, ନେପାଳ। ଠିକ୍ ଉତ୍ତର ହେଉଛି ମିଆଁମାର, ଅପସନ୍ ସି। କାଭାରତି କାହାର ରାଜଧାନୀ? ଦାମନ ଡିଉ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଦାଦ୍ରା ଓ ନଗର ହାବେଲି। ଠିକ୍ ଉତ୍ତର ହେଉଛି ଲାକ୍ଷାଦ୍ୱୀପର ରାଜଧାନୀ। ରେଶମ ପଥ ସହ ଭାରତ କେଉଁ ଦିଗରେ ସ୍ଥଳପଥ ସହ ସଂଯୁକ୍ତ ହୋଇଥିଲା? ଦକ୍ଷିଣ ପଶ୍ଚିମ, ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ, ଦକ୍ଷିଣ ପୂର୍ବ। ଠିକ୍ ଉତ୍ତର ହେଉଛି ଉତ୍ତର ସହିତ ପଶ୍ଚିମ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ପୃଥିବୀର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ? ଚୀନ, ଜାପାନ, ଭାରତ, ଶ୍ରୀଲଙ୍କା। ଭାରତ ହେଲା ଦ୍ୱିତୀୟତମ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଏକ ଦେଶ। ଆଉ ପ୍ରଥମ ହେଲା ଚୀନ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର କେଉଁ ଦିଗରେ ଅବସ୍ଥିତ? ଦକ୍ଷିଣ ପୂର୍ବ ଦିଗରେ ଅବସ୍ଥିତ। ଭାରତର ଦକ୍ଷିଣ ପଶ୍ଚିମ ଦିଗରେ କେଉଁ ଦ୍ୱୀପ ରହିଛି? ଲାକ୍ଷାଦ୍ୱୀପ। ଲାକ୍ଷାଦ୍ୱୀପଟି କେଉଁ ସାଗରରେ ଅବସ୍ଥିତ? ଆରବ ସାଗର। ଭାରତ ଏସିଆ ମହାଦେଶର କେଉଁ ଦିଗରେ ଅବସ୍ଥିତ? ଦକ୍ଷିଣ। ଭାରତ କେତେ ସମଅକ୍ଷ ରେଖା ମଧ୍ୟରେ ଅବସ୍ଥିତ? 8 ଡିଗ୍ରୀ 4 ମିନିଟ୍ ରୁ 37 ଡିଗ୍ରୀ 6 ମିନିଟ୍ର ଉତ୍ତର। ଭାରତ କେତେ ଦ୍ରାଘିମା ରେଖା ମଧ୍ୟରେ ଅବସ୍ଥିତ? 68 ଡିଗ୍ରୀ 7 ମିନିଟ୍ ରୁ 97 ଡିଗ୍ରୀ 25 ମିନିଟ୍ ପଶ୍ଚିମ। ନିମ୍ନୋକ୍ତ କେଉଁ ସମଅକ୍ଷ ରେଖା ଭାରତ ଦେଇ କଳ୍ପନା କରାଯାଇଛି? କର୍କଟ କ୍ରାନ୍ତି। କେବେ ସୁଏଜ କେନାଲ ଖୋଲାଯାଇଥିଲା? 1869। ସୁଏଜ କେନାଲ ଖୋଲା ହେବା ପରେ ଭାରତ ଓ ୟୁରୋପ ମଧ୍ୟରେ ଦୂରତ୍ୱ କେତେ ହ୍ରାସ ପାଉଛି? 7000 କିଲୋମିଟର। ଭାରତର କ୍ଷେତ୍ରଫଳ କେତେ ବର୍ଗ କିଲୋମିଟର? 3.28 ନିୟୁତ ବର୍ଗ କିଲୋମିଟର। ଭାରତ ପୃଥିବୀର ସମୁଦାୟ ଭୌଗୋଳିକ କ୍ଷେତ୍ରଫଳର କେତେ ପ୍ରତିଶତ? 2.4%। ଦେଶଗୁଡ଼ିକର କ୍ଷେତ୍ରଫଳ ଦୃଷ୍ଟିକୋଣରୁ ସାନରୁ ବଡ଼ କ୍ରମରେ କେଉଁ ଉତ୍ତରଟି ଠିକ୍? ଅଷ୍ଟ୍ରେଲିଆ, ବ୍ରାଜିଲ, ଚୀନ। ଏଇଟା ଠିକ୍। ତାର କ୍ଷେତ୍ରଫଳ ବଡ଼। ଫାର୍ଷ୍ଟ କ୍ଷେତ୍ରଫଳ ଚୀନର ବଡ଼, କିନ୍ତୁ ବ୍ରାଜିଲ, ଅଷ୍ଟ୍ରେଲିଆ, ତାପରେ ଭାରତ। ଏ ଜାଗାରେ ଗୋଟେ ରୁଷିଆ ବି ହେବାର କଥା। ଆୟତନ ଦୃଷ୍ଟିରୁ ଭାରତର ସ୍ଥାନ ପୃଥିବୀରେ କେତେ? 7ମ। କେଉଁଟି ଭାରତର ଦକ୍ଷିଣତମ ସ୍ଥାନ? ଇନ୍ଦିରା ପଏଣ୍ଟ। କେଉଁଟି ଭାରତର ମୂଲଭୂଣ୍ଡର ଦକ୍ଷିଣତମ ସ୍ଥାନ? କନ୍ୟାକୁମାରୀ କେଉଁ ରାଜ୍ୟରେ ଅବସ୍ଥିତ? ତାମିଲନାଡୁ। କେଉଁଠାରେ ଭାରତର ଉତ୍ତରତମ ସ୍ଥାନ ଅବସ୍ଥିତ? କାରାକୋରମ ପର୍ବତମାଳା।
କେଉଁଟି ଭାରତର ପଶ୍ଚିମତମ ପ୍ରାନ୍ତ? କଚ୍ଛ। ଯେଉଁ ସଂକୀର୍ଣ୍ଣ ଭୂଖଣ୍ଡଟି ତାର 3 ଭାଗ ଜଳରାଶି ଦ୍ୱାରା ବିଶିଷ୍ଟ ହୋଇଥାଏ ତାହାକୁ କ'ଣ କୁହାଯାଏ? ଉପଦ୍ୱୀପ। କେଉଁ ରାଜ୍ୟଟି ବାଂଲାଦେଶକୁ ଲାଗି ରହିଛି? ପଶ୍ଚିମବଙ୍ଗ। କେଉଁ ଜଳପଥ ଦ୍ୱାରା ଭାରତ ସହ ଶ୍ରୀଲଙ୍କା ସଂଯୁକ୍ତ ହୋଇଛି? ପ୍ରଣାଳୀ। କେଉଁ ରାଜ୍ୟଟି ଓଡ଼ିଶାର ସୀମାକୁ ଲାଗି ନାହିଁ? ଉତ୍ତର ପ୍ରଦେଶ। ଲାକ୍ଷାଦ୍ୱୀପର ଦକ୍ଷିଣକୁ କେଉଁ ଦ୍ୱୀପ ରହିଛି? ମାଲଦ୍ୱୀପ। କେଉଁଟି ଭାରତର ବୃହତ୍ତମ ରାଜ୍ୟ ଅଟେ? ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ। ଠିକ୍ ଉତ୍ତର ହେଉଛି ରାଜସ୍ଥାନ। ରାଜସ୍ଥାନ ହେଲା ବୃହତ୍ତମ ରାଜ୍ୟ। କେଉଁଟି ଭାରତର ଦ୍ରୁତତମ ରାଜ୍ୟ ଅଟେ? ଛୋଟା ହେଲା सबको छोटा प्रतिवादी राज्य है गोवा। छोटा राज्य गोवा। केउटी क्षुद्रतम केंद्र शासित अंचल अटे? लाक्षाद्वीप। सबको छोटा केंद्र शासित अंचल। केउटी बृहत्तम केंद्र शासित अंचल अटे? संपूर्ण लद्दाख। इस चैप्टर इंपोर्टेंट क्वेश्चन जिनटा कि परीक्षा रे आसी पारे।